ପଲ୍ଲୀ ରମଣୀଗଣଙ୍କ ନିକଟରେ ଗଦାଧରଙ୍କ ପାଠ ଓ ସଂକୀର୍ତ୍ତନାଦି। ଗଦାଧର ଏହିପରି ଘରେ ଅଧିକ ସମୟ ଅତିବାହିତ କରିବାରୁ ପଲ୍ଲୀ ରମଣୀଗଣ ତାଙ୍କ ସହିତ ମିଳିତ ହେବା ପାଇଁ ବିଶେଷ ସୁଯୋଗ ପାଉଥିଲେ। କାରଣ ଗୃହକର୍ମ ସମାପନ କରି ସେମାନେ ଅନେକ ଅବସର ସମୟରେ ଶ୍ରୀମତୀ ଚନ୍ଦ୍ରାଙ୍କ ନିକଟକୁ ଆସୁଥିଲେ ଏବଂ ବାଳକକୁ ସେଠାରେ ଦେଖିଲେ କେତେବେଳେ ଗୀତ ଗାଇବା ପାଇଁ ଓ କେତେବେଳେ ଧର୍ମ ଉପାଖ୍ୟାନମାନ ପାଠ କରିବାକୁ ଅନୁରୋଧ କରୁଥିଲେ। ବାଳକ ମଧ୍ୟ ସେମାନଙ୍କ ଅନୁରୋଧ ଯଥାସାଧ୍ୟ ପାଳନ କରିବାକୁ ଯତ୍ନଶୀଳ ହେଉଥିଲେ। ଚନ୍ଦ୍ରାଦେବୀଙ୍କୁ ଗୃହକର୍ମରେ ସାହାଯ୍ୟ କରୁଥିବାରୁ ତାଙ୍କର ସମସ୍ତ ଅଭାବ ଦେଖିଲେ ସେମାନେ ସମସ୍ତେ ମିଶି ଶ୍ରୀମତୀ ଚନ୍ଦ୍ରାଙ୍କର ଗୃହକର୍ମ କରିଦେଇ ତାଙ୍କ ନିକଟରୁ ଅର୍ଥାତ୍ ଗଦାଧରଙ୍କ ନିକଟରୁ ପୁରାଣ କଥା ଓ ସଙ୍ଗୀତ ଆଦି ଶୁଣିବା ପାଇଁ ସମୟ ବାହାର କରି ନେଉଥିଲେ। ଏହିପରି ସେମାନଙ୍କ ନିକଟରେ କିଛି ସମୟ ପାଠ ଓ ସଙ୍ଗୀତ ଗାନ କରିବା ଗଦାଧରଙ୍କ ନିତ୍ୟକର୍ମ ମଧ୍ୟରୁ ଅନ୍ୟତମ ହୋଇଉଠିଲା। ରମଣୀଗଣ ମଧ୍ୟ ସେଥିରେ ଏତେ ଆନନ୍ଦ ଅନୁଭବ କରିଥିଲେ ଯେ ଏସବୁ ଅଧିକ ସମୟ ଶୁଣିବା ଆଶାରେ ଏବେଠାରୁ ନିଜ ନିଜ ଗୃହକର୍ମ ଶୀଘ୍ର ସମାପ୍ତ କରି ଚନ୍ଦ୍ରାଦେବୀଙ୍କ ନିକଟକୁ ଆସିବାକୁ ଲାଗିଲେ। ଗଦାଧର ଏମାନଙ୍କ ନିକଟରେ କେବଳ ପୁରାଣ ପାଠ କରୁଥିଲେ ତାହା ନୁହେଁ, କିନ୍ତୁ ଅନ୍ୟ ଉପାୟରେ ଏମାନଙ୍କୁ ଆନନ୍ଦ ଦେଉଥିଲେ। ଗ୍ରାମରେ ଏହି ସମୟରେ ତିନି ଦଳ ଯାତ୍ରା, ଏକ ଦଳ ବାଉଳ, ଜଣେ ଦୁଇଜଣ କବି ଥିଲେ। ଏତଦ୍ ବ୍ୟତୀତ ଭିନ୍ନ ଭିନ୍ନ ବହୁ ବୈଷ୍ଣବ ଏଠାରେ ବାସ କରିଥିବାରୁ ଅନେକ ଗୃହରେ ହିଁ ପ୍ରତିଦିନ ସନ୍ଧ୍ୟାକାଳରେ ଭାଗବତ ପାଠ ଓ ସଂକୀର୍ତ୍ତନ ଆଦି କରୁଥିଲେ। ବାଲ୍ୟକାଳରୁ ଏ ସମସ୍ତ ଶୁଣିଥିବାରୁ ଓ ନିଜ ପ୍ରତିଭା ଯୋଗୁଁ ଗଦାଧରଙ୍କର ଏ ସମସ୍ତ ପାଲା, ଗୀତ ଓ ସଂକୀର୍ତ୍ତନ ଆୟତ୍ତ ଥିଲା। ତେଣୁ ରମଣୀଗଣଙ୍କର ଆନନ୍ଦ ବର୍ଦ୍ଧନ ପାଇଁ ସେ କେଉଁଦିନ ଯାତ୍ରାର ପାଲା, କେଉଁଦିନ ବାଉଲ ଗୀତାବଳୀ, କେଉଁଦିନ କବି ଏବଂ ଅନ୍ୟ କେଉଁଦିନ ସଂକୀର୍ତ୍ତନ ଆରମ୍ଭ କରୁଥିଲେ। ଯାତ୍ରାପାଲା ବୋଲିବା ବେଳେ ସେ ଭିନ୍ନ ଭିନ୍ନ ସ୍ୱରରେ ବିଭିନ୍ନ ଭୂମିକାର କଥାଗୁଡ଼ିକ ଉଚ୍ଚାରଣପୂର୍ବକ ଏକାକୀ ସବୁ ଚରିତ୍ର ଅଭିନୟ କରୁଥିଲେ। ପୁଣି ନିଜ ଜନନୀ ବା ରମଣୀଗଣଙ୍କ ଭିତରେ କାହାକୁ କେଉଁଥିରେ ବିମର୍ଷ ଦେଖିଲେ ସେ ସେହି ସମସ୍ତ ଯାତ୍ରାର ବିଦୂଷକ ପାଲା ଅଥବା ସମସ୍ତଙ୍କ ପରିଚିତ ଗ୍ରାମର କୌଣସି ବ୍ୟକ୍ତିର ବିଚିତ୍ର ଆଚରଣ ଓ ହାବଭାବର ଏତେ ସ୍ୱାଭାବିକ ନକଲ କରୁଥିଲେ ଯେ ସେମାନଙ୍କ ମଧ୍ୟରେ ହାସ୍ୟ ଓ କୌତୂହଳର ତରଙ୍ଗ ଛୁଟୁଥିଲା। ପଲ୍ଲୀ ରମଣୀଗଣଙ୍କର ଗଦାଧରଙ୍କ ପ୍ରତି ଭକ୍ତି ଓ ବିଶ୍ୱାସ। ସେ ଯାହା ହେଉ, ଗଦାଧର ଏହି ଭାବରେ ଏମାନଙ୍କ ହୃଦୟରେ କ୍ରମେ ଅପୂର୍ବ ପ୍ରଭାବ ବିସ୍ତାର କରିଥିଲେ। ବାଳକର ଜନ୍ମଗ୍ରହଣ ସମୟରେ ତାଙ୍କର ମାତାପିତା ଯେଉଁସବୁ ଅଦ୍ଭୁତ ସ୍ୱପ୍ନ ଓ ଦିବ୍ୟ ଦର୍ଶନ ଲାଭ କରିଥିଲେ ସେସବୁ କଥା ସେମାନେ ଏହା ପୂର୍ବରୁ ଶୁଣିଥିଲେ। ପୁନଶ୍ଚ ଦେବାଦେବୀଙ୍କ ଭାବାବେଶ ଯୋଗୁଁ ସମୟ ସମୟରେ ତାଙ୍କର ଯେପରି ଅଦୃଷ୍ଟପୂର୍ବ ଅବାନ୍ତର ଉପସ୍ଥିତ ହୁଏ ତାହା ମଧ୍ୟ ସେମାନେ ସ୍ୱଚକ୍ଷୁରେ ଦର୍ଶନ କରିଥିଲେ। ତେଣୁ ତାହାର ଜ୍ୱଳନ୍ତ ଦେବଭକ୍ତି, ତନ୍ମୟ ହୋଇ ପୁରାଣ ପାଠ, ମଧୁର କଣ୍ଠରେ ସଙ୍ଗୀତ ଗାନ ଓ ସେମାନଙ୍କ ପ୍ରତି ଆତ୍ମୀୟ ପ୍ରତି ସରଳ ଉଦାର ଆଚରଣ ସେମାନଙ୍କର କୋମଳ ହୃଦୟରେ ଏପରି ଅପୂର୍ବ ଭକ୍ତି ଭଲ ଭାବରେ ଉଦୟ କରିବ, ଏହା କିଛି ବିଚିତ୍ର କଥା ନୁହେଁ। ଆମେ ଶୁଣିଛୁ, ଧର୍ମଦାସ ଲାହାଙ୍କର କନ୍ୟା ପ୍ରସନ୍ନମୟୀ ପ୍ରମୁଖ ବର୍ଷୀୟ ସେ ରମଣୀଗଣ ବାଳକ ମଧ୍ୟରେ ବାଳଗୋପାଳଙ୍କର ଦିବ୍ୟ ପ୍ରକାଶ ଅନୁଭବ କରି ତାଙ୍କୁ ପୁତ୍ରଠାରୁ ଅଧିକ ସ୍ନେହ କରୁଥିଲେ ଏବଂ ତାଙ୍କ ଅପେକ୍ଷା ସ୍ୱଳ୍ପ ବୟସ୍କ ରମଣୀଗଣ ତାଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କର ଅଂଶ ସମ୍ଭୂତ ବୋଲି ବିଶ୍ୱାସ କରି ତା ସହିତ ସଖ୍ୟ ଭାବରେ ବ୍ୟବହାର କରୁଥିଲେ ଏବଂ ସରଳ ବିଶ୍ୱାସ ହିଁ ସେମାନଙ୍କ ଧର୍ମ ଜୀବନର ପ୍ରଧାନ ଅଙ୍ଗ ଥିଲା। ସୁତରାଂ ଅଶେଷ ଗୁଣସମ୍ପନ୍ନ ପ୍ରିୟଦର୍ଶନ ବାଳକକୁ ଦେବତା ବୋଲି ବିଶ୍ୱାସ କରିବା ସେମାନଙ୍କ ପକ୍ଷରେ କିଛି ବିଚିତ୍ର ନଥିଲା। ସେ ଯାହା ହେଉ, ଏହି ପ୍ରକାର ବିଶ୍ୱାସରେ ସେମାନେ ଏବେ ଗଦାଧର ସହିତ ମିଶି ତାଙ୍କୁ ନିଃସଙ୍କୋଚରେ ନିଜ ମନ କଥା ଖୋଲି କହୁଥିଲେ ଏବଂ ଅନେକ ବିଷୟରେ ତାର ପରାମର୍ଶ ଗ୍ରହଣ କରି ତାହା କାର୍ଯ୍ୟରେ ପରିଣତ କରିବାକୁ ଚେଷ୍ଟା କରୁଥିଲେ। ଗଦାଧର ମଧ୍ୟ ସେମାନଙ୍କ ସହିତ ଏପରି ଭାବରେ ମିଶି ଯାଉଥିଲା ଯେ ଅନେକ ସମୟରେ ସେ ସେମାନଙ୍କ ପରି ଜଣେ ରମଣୀ ବୋଲି ମନେ ହେଉଥିଲା। ରମଣୀ ବେଶରେ ଗଦାଧର କେବେ କେବେ ରମଣୀଙ୍କ ବେଶଭୂଷା ଧାରଣ କରି ସେମାନଙ୍କ ନିକଟରେ ବିଶେଷ ନାରୀ ଚରିତ୍ର ଅଭିନୟ କରୁଥିଲେ। ସେହିପରି ଶ୍ରୀମତୀ ରାଧାରାଣୀଙ୍କର ଅଥବା ତାଙ୍କର ପ୍ରଧାନ ସଖୀ ବୃନ୍ଦାଙ୍କର ଭୂମିକା ଗ୍ରହଣ କରିବା ସମୟରେ ସେମାନେ ତାଙ୍କୁ ଅନେକ ସମୟରେ ରମଣୀ ବେଶଭୂଷାରେ ସଜ୍ଜିତ ହେବାକୁ ଅନୁରୋଧ କରୁଥିଲେ। ବାଳକ ମଧ୍ୟ ସେମାନଙ୍କର ସେହି ଅନୁରୋଧ ରକ୍ଷା କରୁଥିଲା। ସେହି ସମୟରେ ତାଙ୍କର ହାବଭାବ, କଥାବାର୍ତ୍ତା, ଚାଲିଚଳନ ପ୍ରଭୃତି ଅବିକଳ ନାରୀ ସଦୃଶ ହେଉଥିଲା। ରମଣୀଗଣ ଏହା ଦେଖି କହୁଥିଲେ, ନାରୀ ବେଶ ଧାରଣ କଲେ ଗଦାଧରକୁ ପୁରୁଷ ବୋଲି କେହି ମଧ୍ୟ ଚିହ୍ନି ପାରିବେ ନାହିଁ। ଏଥିରୁ ବୁଝିହୁଏ ବାଳକ ନାରୀମାନଙ୍କର ପ୍ରତ୍ୟେକ କାର୍ଯ୍ୟ କେତେ ତନ୍ନ କରି ଏହା ପୂର୍ବରୁ ଲକ୍ଷ୍ୟ କରିଥିଲା। କୌତୁକପ୍ରିୟ ବାଳକ ଏହି ସମୟରେ କେବେ କେବେ ରମଣୀ ପରି ବେଶଭୂଷା ହୋଇ କାଖରେ କଳସି ଧାରଣ ପୂର୍ବକ ପୁରୁଷମାନଙ୍କ ସମ୍ମୁଖ ଦେଇ ହାଲଦାର ପୋଖରୀରୁ ଜଳ ଆଣିବା ପାଇଁ ଗମନ କରିଥିଲେ ମଧ୍ୟ କେହି ତାଙ୍କୁ ଏହି ବେଶରେ ଚିହ୍ନି ପାରି ନଥିଲେ। ସୀତାନାଥ ପାଇକଙ୍କ ପରିବାରବର୍ଗଙ୍କ ସହିତ ଗଦାଧରଙ୍କର ସୌହୃଦ୍ୟ। ଗ୍ରାମର ଧନୀ ଗୃହସ୍ଥ ସୀତାନାଥ ପାଇକଙ୍କ କଥା
ଆମେ ପୂର୍ବରୁ ଉଲ୍ଲେଖ କରିଛୁ। ସୀତାନାଥଙ୍କର 7 ପୁତ୍ର ଓ 8 କନ୍ୟା ଥିଲେ ଏବଂ କନ୍ୟାଗଣ ବିବାହ ପରେ ମଧ୍ୟ ସୀତାନାଥଙ୍କ ଘରେ ଏକାନ୍ନରେ ଅବସ୍ଥାନ କରୁଥିଲେ। ଶୁଣାଯାଏ ସୀତାନାଥଙ୍କର ବହୁ କୁଟୁମ୍ବ ପାଇଁ ରନ୍ଧନ କାର୍ଯ୍ୟରେ ଏତେ ମସଲାର ଆବଶ୍ୟକ ହେଉଥିଲା ଯେ ପ୍ରତିଦିନ 10ଟି ଶିଳରେ ମସଲା ବଟା ହେଉଥିଲା। ତଦ୍ଭିନ୍ନ ସୀତାନାଥଙ୍କର ଦୂର ସମ୍ପର୍କୀୟ ଆତ୍ମୀୟବର୍ଗଙ୍କ ମଧ୍ୟରୁ ଅନେକ ତାଙ୍କ ଘର ପାଖରେ ଘର କରି ବାସ କରୁଥିଲେ। ସେଥିପାଇଁ କାମରୂପର ଏହି ଅଂଶ ବଣିକପଲ୍ଲୀ ନାମରେ ପ୍ରସିଦ୍ଧ ଥିଲା। ଏହା କ୍ଷୁଦିରାମଙ୍କ ଘର ନିକଟରେ ଥିବାରୁ ଅନେକ ବଣିକ ରମଣୀଗଣ ସମୟ ପାଇଲେ ଚନ୍ଦ୍ରାଦେବୀଙ୍କ ନିକଟକୁ ଆସୁଥିଲେ। ବିଶେଷ କରି ସୀତାନାଥଙ୍କ ସ୍ତ୍ରୀ ଓ କନ୍ୟାଗଣ। ସୁତରାଂ ଗଦାଧର ସହିତ ଏମାନଙ୍କର ଏତେ ବିଶେଷ ସୌହାର୍ଦ୍ଦ୍ୟ ଗଢ଼ି ଉଠୁଥିଲା। ସେମାନେ ବାଳକକୁ ଅନେକ ସମୟରେ ନିଜ ଘରକୁ ନେଇଯାଉଥିଲେ ଏବଂ ରମଣୀ ରୂପରେ ସଜ୍ଜିତ ହୋଇ ପୂର୍ବୋକ୍ତ ଭାବରେ ଅଭିନୟ ଆଦି କରିବାକୁ ଅନୁରୋଧ କରୁଥିଲେ। ଅଭିଭାବକଙ୍କ ନିଷେଧ ଯୋଗୁଁ ସେମାନଙ୍କ ପୁତ୍ରବଧୂମାନଙ୍କ ମଧ୍ୟରୁ ଅନେକ ନିଜ ଗୃହ ବ୍ୟତୀତ ଅନ୍ୟତ୍ର ଯାଇପାରୁନଥିଲେ ଏବଂ ସେଥିପାଇଁ ଗଦାଧରଙ୍କ ପାଠ ଓ ସଙ୍ଗୀତାଦି ଶ୍ରବଣ କରିବା ସେମାନଙ୍କ ଭାଗ୍ୟରେ ଜୁଟୁ ନଥିଲା ବୋଲି ବୋଧହୁଏ ସେମାନେ ବାଳକକୁ ଏହି ପ୍ରକାର ନିଜ ଭବନ ଆସିବାକୁ ଆମନ୍ତ୍ରଣ କରୁଥିଲେ। ଯେପରି ବଣିକପଲ୍ଲୀ ଭିତରେ ଏପରି ଅନେକ ରମଣୀ ଯେଉଁମାନେ ଚନ୍ଦ୍ରାଦେବୀଙ୍କ ନିକଟକୁ ଯାଉନଥିଲେ ମଧ୍ୟ ଗଦାଧରଙ୍କ ଭକ୍ତ ହୋଇ ଉଠିଥିଲେ। ସେମାନେ ସୀତାନାଥଙ୍କ ଭବନରେ ଗଦାଧର ଉପସ୍ଥିତ ହେଲେ ଲୋକମୁଖରେ ସମ୍ବାଦ ପାଇ ସେଠାକୁ ଯାଇ ତାଙ୍କର ପାଠ ଶ୍ରବଣ ଓ ଅଭିନୟ ଆଦି ଦର୍ଶନରେ ଆନନ୍ଦ ଉପଭୋଗ କରୁଥିଲେ। ଗୃହକର୍ତ୍ତା ସୀତାନାଥ ଗଦାଧରଙ୍କୁ ମଧ୍ୟ ତାଙ୍କର ସଦ୍ଗୁଣ ସହିତ ପରିଚିତ ଥିଲେ। ସେଥିପାଇଁ ସେମାନଙ୍କ ରମଣୀଗଣ ତାଙ୍କ ନିକଟକୁ ଏହି ପ୍ରକାରର ସଙ୍ଗୀତ ସଂକୀର୍ତ୍ତନାଦି ଶ୍ରବଣ କରନ୍ତି ଜାଣି ମଧ୍ୟ ସେମାନେ ସେଥିରେ ଆପତ୍ତି କରୁନଥିଲେ। ବଣିକପଲ୍ଲୀର ଦୁର୍ଗାଦାସ ପାଇନ ନାମକ ଜଣେ ବ୍ୟକ୍ତି କେବଳ ସେହି ବିଷୟରେ ଆପତ୍ତି କରୁଥିଲେ ଏବଂ ଗଦାଧରଙ୍କୁ ସ୍ୱୟଂ ଶ୍ରଦ୍ଧା ଓ ଭକ୍ତି କରୁଥିଲେ ମଧ୍ୟ ଅନ୍ଦରମହଲର ପର୍ଦ୍ଦାପ୍ରଥା କାହା ପାଇଁ ମଧ୍ୟ କଦାପି ଶିଥିଳ ହେବାକୁ ଦେଉନଥିଲେ। ତାଙ୍କର ଅନ୍ତଃପୁରର କଥା କେହି ଜାଣିବାକୁ ସକ୍ଷମ ନୁହନ୍ତି ଏବଂ ତାଙ୍କ ଘରର ରମଣୀଗଣଙ୍କୁ କେହି କେବେ ଦେଖିନାହାନ୍ତି ବୋଲି କହି ଶ୍ରୀ ସୀତାନାଥ ପ୍ରମୁଖ ତାଙ୍କ ଆତ୍ମୀୟବର୍ଗଙ୍କ ନିକଟରେ ବେଳେବେଳେ ଅହଙ୍କାର ମଧ୍ୟ କରୁଥିଲେ। ସୀତାନାଥ ପ୍ରମୁଖ ବ୍ୟକ୍ତିଗଣ ତାଙ୍କ ପରି କଠୋର ପର୍ଦ୍ଦାପ୍ରଥାର ପକ୍ଷପାତୀ ନଥିଲେ ବୋଲି ସେମାନଙ୍କୁ ହୀନଜ୍ଞାନ କରୁଥିଲେ। ଦୁର୍ଗାଦାସ ପାଇନଙ୍କର ଅହଙ୍କାର ଚୂର୍ଣ୍ଣ ହେବା। ଦୁର୍ଗାଦାସ ଦିନେ ତାଙ୍କର କୌଣସି ଆତ୍ମୀୟ ନିକଟରେ ଏହିପରି ଅହଙ୍କାର କରୁଥିଲେ। ଗଦାଧର ସେଠାରେ ଉପସ୍ଥିତ ଥିବାରୁ ସେହି ବିଷୟ ଶ୍ରବଣ କରି କହିଲେ, ପର୍ଦ୍ଦାପ୍ରଥା ଦ୍ୱାରା ରମଣୀଗଣଙ୍କୁ କେବେ କ'ଣ ରକ୍ଷା କରି ହୁଏ? ସତ୍ଶିକ୍ଷା ଓ ଦେବଭକ୍ତି ପ୍ରଭାବରେ ହିଁ ସେମାନେ ସୁରକ୍ଷିତ ହୁଅନ୍ତି। ଇଚ୍ଛା କଲେ ମୁଁ ତୁମର ଅନ୍ଦରମହଲର ସମସ୍ତଙ୍କୁ ଦେଖିପାରିବି ଓ ସମସ୍ତ କଥା ଜାଣିପାରିବି। ଦୁର୍ଗାଦାସ ଏଥିରେ ଅଧିକତର ଅହଂକୃତ ହୋଇ କହିଲେ, କିପରି ଜାଣିପାରିବ ଜାଣ ତ ଦେଖି। ଗଦାଧର ମଧ୍ୟ ଉତ୍ତରରେ ଆଚ୍ଛା ଦେଖାଯିବ କହି ସେଦିନ ଚାଲି ଆସିଥିଲେ। ପରେ ଦିନ ଅପରାହ୍ନରେ କାହାକୁ କିଛି ନ କହି ବାଳକ ଗୋଟିଏ ମୋଟା ମଇଳା ଶାଢ଼ୀ ଓ ରୂପାର ବଳା ପ୍ରଭୃତି ପିନ୍ଧି ଦରିଦ୍ର ତନ୍ତୁବାୟ ରମଣୀଙ୍କ ପରି ବେଶଭୂଷା ହୋଇ ଗୋଟିଏ ଚାଙ୍ଗୁଡ଼ି କାଖରେ ଧରି ଅବଗୁଣ୍ଠନରେ ମୁଖ ଆବୃତ କରି ସନ୍ଧ୍ୟା ପୂର୍ବରୁ ହାଟ ଆଡ଼ୁ ଆସି ଦୁର୍ଗାଦାସଙ୍କ ଭବନ ସମ୍ମୁଖରେ ଉପସ୍ଥିତ ହେଲା। ଦୁର୍ଗାଦାସ ବନ୍ଧୁବର୍ଗଙ୍କ ସହିତ ସେତେବେଳେ ବୈଠକଖାନାରେ ବସିଥିଲେ। ରମଣୀ ବେଶଧାରୀ ଗଦାଧର ନିଜକୁ ଜଣେ ତନ୍ତୁବାୟ ରମଣୀ ଗ୍ରାମାନ୍ତରରୁ ଆସି ହାଟରେ ସୂତା ବିକ୍ରି କରି ଫେରିଲାବେଳେ ସଙ୍ଗିନୀଗଣ ଛାଡ଼ି ଚାଲି ଯାଇଥିବାରୁ ବିପନ୍ନା ବୋଲି ନିଜର ପରିଚୟ ପ୍ରଦାନ କଲେ ଏବଂ ରାତ୍ରି ଯାପନ କରିବାକୁ ଆଶ୍ରୟ ପ୍ରାର୍ଥନା କଲେ। ଦୁର୍ଗାଦାସ ଏଥିରେ ତାଙ୍କର କେଉଁ ଗ୍ରାମରେ ବାସ ଇତ୍ୟାଦି ଗୋଟିଏ ଦୁଇଟି ପ୍ରଶ୍ନ ପଚାରି ଉତ୍ତର ଶୁଣିବା ପରେ କହିଲେ, ହେଉ, ଅନ୍ଦରମହଲରେ ସ୍ତ୍ରୀଲୋକଙ୍କ ପାଖକୁ ଯାଇ ଆଶ୍ରୟ ନିଅ। ଗଦାଧର ତାଙ୍କୁ ପ୍ରଣାମ କରି କୃତଜ୍ଞତା ଜଣାଇ ଅନ୍ଦରମହଲରେ ପ୍ରବେଶ କଲେ ଏବଂ ସେଠାରେ ରମଣୀଗଣଙ୍କୁ ପୂର୍ବପରି ଆତ୍ମପରିଚୟ ପ୍ରଦାନ କରି ନାନା ପ୍ରକାର ବାକ୍ୟାଳାପରେ ସନ୍ତୁଷ୍ଟ କଲେ। ତାର ଅଳ୍ପ ବୟସ ଦେଖି ଓ ମଧୁର ବାକ୍ୟରେ ପ୍ରସନ୍ନ ହୋଇ ଦୁର୍ଗାଦାସଙ୍କର ଅନ୍ତଃପୁର ରମଣୀଗଣ ତାଙ୍କୁ ରହିବାକୁ କହିଲେ ଓ ତାଙ୍କର ବିଶ୍ରାମର ସ୍ଥାନ ନିର୍ଦ୍ଦିଷ୍ଟ କରି ଜଳଯୋଗ ନିମନ୍ତେ ମୁଢ଼ି ଉଖୁଡ଼ା ପ୍ରଭୃତି ଦେଲେ। ଏହାପରେ ଗଦାଧର ନିର୍ଦ୍ଦିଷ୍ଟ ସ୍ଥାନରେ ବସି ତାହା ଭକ୍ଷଣ କରୁ କରୁ ଅନ୍ଦରମହଲର ସମସ୍ତ ଘର ଓ ପ୍ରତ୍ୟେକ ରମଣୀଙ୍କୁ ତନ୍ନ ତନ୍ନ କରି ଲକ୍ଷ୍ୟ କରିବା ସହ ସେମାନଙ୍କର ପରସ୍ପର ମଧ୍ୟରେ ହୋଇଥିବା ବାକ୍ୟାଳାପ ଶ୍ରବଣ କରିବାକୁ ଲାଗିଲେ। ସେମାନଙ୍କର ବାକ୍ୟାଳାପରେ ମଝିରେ ମଝିରେ ଯୋଗଦାନ ଓ ପ୍ରଶ୍ନ ପଚାରିବାକୁ ମଧ୍ୟ ଭୁଲିଲେ ନାହିଁ। ଏପରି ପ୍ରାୟ ଏକ ପ୍ରହର ରାତ୍ରି ଅତୀତ ହେଲା। ଏଣେ ଏତେ ରାତି ହେଲେ ସୁଦ୍ଧା ଗଦାଧର ଘରକୁ ନ ଫେରିବାରୁ ଚନ୍ଦ୍ରାଦେବୀ ରାମେଶ୍ୱରଙ୍କୁ ତାଙ୍କର ଅନୁସନ୍ଧାନରେ ପଠାଇଲେ ଏବଂ ବଣିକପଲ୍ଲୀକୁ ସେ ପ୍ରାୟ ଯାଇଥାଏ ବୋଲି ଜାଣି ସେଠାରେ ତାଙ୍କୁ ଅନ୍ୱେଷଣ କରିବାକୁ କହିଲେ। ତେଣୁ ରାମେଶ୍ୱର ପ୍ରଥମେ ସୀତାନାଥଙ୍କ ଘରେ ପହଞ୍ଚି ଜାଣିଲେ ବାଳକ ସେଠାକୁ ଆସିନାହିଁ। ଏହାପରେ ଦୁର୍ଗାଦାସଙ୍କ ଘର ନିକଟରେ ପହଞ୍ଚି ତାଙ୍କର ନାମ ନେଇ ଉଚ୍ଚ ସ୍ୱରରେ ଡାକିବାକୁ ଲାଗିଲେ। ତାଙ୍କର ସ୍ୱର ଶୁଣିପାରି ଗଦାଧର ରାତି ଅଧିକ ହୋଇଥିବା ବୁଝି ଦୁର୍ଗାଦାସଙ୍କ ଅନ୍ତରମହଲରୁ ଭାଇ ଯାଉଛି
ଉତ୍ତର ଦେଇ ଦ୍ରୁତ ପଦରେ ତାଙ୍କ ନିକଟରେ ଉପସ୍ଥିତ ହେଲେ। ଦୁର୍ଗାଦାସ ସମସ୍ତ କଥା ବୁଝିପାରିଲେ ଏବଂ ତାଙ୍କୁ ଓ ତାଙ୍କର ପରିବାରବର୍ଗଙ୍କୁ ପ୍ରତାରଣା କରିବାକୁ ସେ ସକ୍ଷମ ହୋଇଛି ଭାବି ପ୍ରଥମେ ଅପ୍ରତିଭ ଓ କିଛିଟା ରୁଷ୍ଟ ହେଲେ ମଧ୍ୟ ପରକ୍ଷଣରେ ତାଙ୍କର ଦରିଦ୍ର ତନ୍ତୁବାୟ ରମଣୀ ବେଶ ଓ ଚାଲିଚଳନ ଅନୁକରଣ କେତେ ଦୂର ସ୍ୱାଭାବିକ ହୋଇଛି ଭାବି ହସିବାକୁ ଲାଗିଲେ। ଶୀତନାଥ ପ୍ରମୁଖ ଦୁର୍ଗାଦାସଙ୍କର ଆତ୍ମୀୟ ସ୍ୱଜନମାନେ ପରଦିନ ଏକଥା ଜାଣିପାରି ଗଦାଧରଙ୍କ ଦ୍ୱାରା ତାଙ୍କର ଅହଙ୍କାର ଚୂର୍ଣ୍ଣ ହୋଇଛି ବୋଲି ଆନନ୍ଦ କରିବାକୁ ଲାଗିଲେ। ଏହା ପଟରୁ ଶୀତନାଥଙ୍କ ଘରେ ଗଦାଧର ପହଞ୍ଚିଲେ। ଦୁର୍ଗାଦାସଙ୍କର ଅନ୍ତଃପୁରବାସୀଗଣ ମଧ୍ୟ ତାଙ୍କ ନିକଟକୁ ଆସିବାକୁ ଲାଗିଲେ। ବଣିକପଲ୍ଲୀର ରମଣୀଗଣଙ୍କର ଗଦାଧରଙ୍କ ପ୍ରତି ଭକ୍ତି ବିଶ୍ୱାସ। ଶୀତନାଥଙ୍କ ପରିବାରବର୍ଗ ଓ ବଣିକପଲ୍ଲୀର ଅନ୍ୟାନ୍ୟ ରମଣୀଗଣ କ୍ରମେ ଗଦାଧରଙ୍କର ବିଶେଷ ଅନୁରକ୍ତ ହୋଇ ଉଠିଲେ। ବାଳକ ତାଙ୍କ ଘରକୁ କିଛିଦିନ ନ ଆସିଲେ ତାଙ୍କୁ ସେମାନେ ଡକାଇ ପଠାଉଥିଲେ। ଶୀତନାଥଙ୍କ ଘରେ ପାଠ ଓ ସଙ୍ଗୀତ ଆଦି ଗାନ କରିବା ସମୟରେ ଗଦାଧରଙ୍କର କେବେ କେବେ ଭାବାବେଶ ହେଉଥିଲା। ତାହା ଦେଖି ରମଣୀଗଣଙ୍କର ତାଙ୍କ ପ୍ରତି ବିଶେଷ ଭକ୍ତି ବିଶେଷ ବର୍ଦ୍ଧିତ ହୋଇ ଉଠିଥିଲା। ଆମେ ଶୁଣିଅଛୁ, ଏପରି ଭାବସମାଧି କାଳରେ ସେମାନଙ୍କ ମଧ୍ୟରେ ଅନେକ ବାଳକଙ୍କୁ ଭଗବାନ ଶ୍ରୀ ଗୌରାଙ୍ଗ ବା ଶ୍ରୀକୃଷ୍ଣଙ୍କର ଜୀବନ୍ତ ବିଗ୍ରହ ଜ୍ଞାନରେ ପୂଜା କରୁଥିଲେ ଏବଂ ଅଭିନୟ କାଳରେ ତାଙ୍କର ସହାୟତା ହେବ ବୋଲି ସେମାନେ ଗୋଟିଏ ସୁବର୍ଣ୍ଣ ନିର୍ମିତ ମୁରଲୀ ଓ ସ୍ତ୍ରୀ ପୁରୁଷ ଚରିତ୍ରର ଅଭିନୟ ଉପଯୋଗୀ ନାନା ପ୍ରକାର ପରିଚ୍ଛଦ ପ୍ରସ୍ତୁତ କରାଇଥିଲେ। ଧର୍ମପ୍ରବଣ, ଦ୍ରୁତ ସ୍ୱଭାବ, ତୀକ୍ଷ୍ଣ ବୁଦ୍ଧି, ପ୍ରତ୍ୟୁତ୍ପନ୍ନମତି ଏବଂ ସପ୍ରେମ ସରଳ ଅମାୟିକ ବ୍ୟବହାରରେ ଗଦାଧର ପଲ୍ଲୀ ରମଣୀଗଣଙ୍କ ଉପରେ ଏ ସମୟରେ ଯେପରି ପ୍ରଭାବ ବିସ୍ତାର କରିଥିଲେ, ତାହାର ବିବରଣୀ ଆମେ ସେମାନଙ୍କ ମଧ୍ୟରୁ କେତେକଙ୍କ ନିକଟରୁ ସମୟରେ ଶୁଣିଥିଲୁ। 1893 ଖ୍ରୀଷ୍ଟାବ୍ଦ ବୈଶାଖର ପ୍ରାରମ୍ଭରେ ସ୍ୱାମୀ ରାମକୃଷ୍ଣାନନ୍ଦ ପ୍ରମୁଖ ଆମେ କେତେଜଣ କାମରପୁକୁର ଦର୍ଶନରେ ଗମନ କରି ଶୀତନାଥ ପାଇଙ୍କର କନ୍ୟା ଶ୍ରୀମତୀ ରୁକ୍ମିଣୀଙ୍କ ସହିତ ସାକ୍ଷାତ କରିଥିଲୁ। ତାଙ୍କର ବୟସ ସେତେବେଳେ ଅନ୍ଦାଜ 60 ବର୍ଷ ହୋଇଥିଲା। ଶ୍ରୀଯୁକ୍ତ ଗଦାଧରଙ୍କର ପୂର୍ବୋକ୍ତ ପ୍ରଭାବ ସମ୍ବନ୍ଧରେ ଆମକୁ ସେ ଯାହା କହିଥିଲେ, ତାହା ଏଠାରେ ଉଲ୍ଲେଖ କରାଗଲେ ପାଠକଗଣଙ୍କର ଏହି ବିଷୟରେ ସ୍ପଷ୍ଟ ଉପଲବ୍ଧି ହେବ। ଶ୍ରୀମତୀ ରୁକ୍ମିଣୀ କହିଥିଲେ, ଗଦାଧରଙ୍କ ସମ୍ବନ୍ଧରେ ଶ୍ରୀମତୀ ରୁକ୍ମିଣୀଙ୍କ କଥା। ଆମର ଘର ଏଠାରୁ କିଛି ଦୂର ଉତ୍ତରରେ ଏଠାରୁ ଦେଖାଯାଉଛି। ଆଜିକାଲି ଆମ ଗୃହର ଭଗ୍ନାବସ୍ଥା। ପରିବାରବର୍ଗ ଏକ ପ୍ରକାର ନାହାନ୍ତି ବୋଲି କହିବାକୁ ହେବ। କିନ୍ତୁ ମୋର ବୟସ ସେତେବେଳେ 17-18 ବର୍ଷ ଥିଲା। ସେତେବେଳେ ଘରଟି ଦେଖିଲେ ଲକ୍ଷ୍ମୀବନ୍ତ ଘର ବୋଲି ବୋଧ ହେଉଥିଲା। ମୋର ପିତାଙ୍କ ନାମ ଶୀତନାଥ ପାଇନ। କୁଡ଼ୁତା ଓ ଜ୍ୟେଷ୍ଠ ପିତାଙ୍କର ସମସ୍ତଙ୍କୁ ମିଶାଇ ଆମେ 17-18 ଜଣ ଭଉଣୀ ଥିଲୁ ଏବଂ ବୟସରେ ପରସ୍ପର 2-5 ବର୍ଷ ଛୋଟ ବଡ଼ ହେଲେ ମଧ୍ୟ ସେ ସମୟରେ ସମସ୍ତେ ଯୌବନରେ ପଦାର୍ପଣ କରିଥିଲୁ। ଗଦାଧର ବାଲ୍ୟକାଳରୁ ଆମ ସହିତ ଏକାଠି ଖେଳକୁଦ କରୁଥିଲେ। ସେଥିପାଇଁ ଆମମାନଙ୍କ ସହିତ ତାଙ୍କର ଖୁବ୍ ସଦ୍ଭାବ ଥିଲା। ଆମେ ଯୌବନରେ ପଦାର୍ପଣ କରିଥିଲେ ମଧ୍ୟ ସେ ଆମ ଘରକୁ ଆସୁଥିଲେ ଏବଂ ସେହିପରି ସେ ବଡ଼ ହେବା ପରେ ମଧ୍ୟ ଆମ ଘରର ଅନ୍ଦରମହଲକୁ ଯିବା ଆସିବା କରୁଥିଲେ। ବାପା ତାଙ୍କୁ ଅତ୍ୟନ୍ତ ଭଲ ପାଉଥିଲେ, ନିଜ ଇଷ୍ଟ ପରି ଦେଖୁଥିଲେ ଓ ଭକ୍ତି ଶ୍ରଦ୍ଧା କରୁଥିଲେ। ପଡ଼ାରେ କେହି ତାଙ୍କୁ କହୁଥିଲେ, ତୁମ ଘରେ ଏତେ ଜଣ ଯୁବତୀ କନ୍ୟା ଅଛନ୍ତି, ଗଦାଧର ମଧ୍ୟ ଏବେ ବଡ଼ ହୋଇଛି, ତାକୁ ଏବେ ମଧ୍ୟ ଘର ଭିତରକୁ ଯିବାକୁ ଦେଉଛ କାହିଁକି? ବାପା ସେଥିରେ କହୁଥିଲେ, ତୁମେମାନେ ନିଶ୍ଚିନ୍ତ ରୁହ। ମୁଁ ଗଦାଧରକୁ ଖୁବ୍ ଚିହ୍ନିଛି। ସେମାନେ ସାହସ କରି ଆଉ କିଛି କହିପାରୁନଥିଲେ। ଗଦାଧର ଗୃହ ଭିତରେ ଆସି ଆମକୁ କେତେ ପୁରାଣ କଥା କହୁଥିଲେ, କେତେ ରଙ୍ଗ ପରିହାସ କରୁଥିଲେ। ଆମେ ପ୍ରାୟ ପ୍ରତିଦିନ ଏ ସମସ୍ତ ଶୁଣୁ ଆନନ୍ଦରେ ଗୃହକର୍ମ କରୁଥିଲୁ। ସେ ଯେତେବେଳେ ଆମ ନିକଟରେ ଥାଆନ୍ତି, ସେତେବେଳେ କେତେ ଆନନ୍ଦରେ ଯେ ସମୟ କଟିଯାଉଥିଲା, ତାହା ମୁହଁରେ ଆଉ କ'ଣ କହିବି। ଯେଉଁଦିନ ସେ ନ ଆସନ୍ତି, ସେଦିନ ତାଙ୍କର ଦେହ ଅସୁସ୍ଥ ହୋଇଛି ବୋଲି ଭାବି ଆମମାନଙ୍କ ମନ ଛଟପଟ ହେଉଥିଲା। ସେଦିନ ଯେତେକ୍ଷଣ ଆମମାନଙ୍କ ମଧ୍ୟରୁ କେହି ପାଣି ଆଣିବା ପାଇଁ ବା ଅନ୍ୟ କୌଣସି କାମର ବାହାନାରେ ବ୍ରାହ୍ମଣୀ ମାଙ୍କର ଅର୍ଥାତ୍ ଚନ୍ଦ୍ରାଦେବୀଙ୍କ ସହିତ ଦେଖା କରି ତାଙ୍କ ସମ୍ବାଦ ନେଇ ନ ଆସୁଥିଲେ, ସେତେକ୍ଷଣ ଆମର କାହାରି ପ୍ରାଣରେ ଶାନ୍ତି ରହୁନଥିଲା। ତାଙ୍କର ପ୍ରତ୍ୟେକ କଥା ଆମକୁ ଅମୃତ ପରି ବୋଧ ହେଉଥିଲା। ସେଥିପାଇଁ ସେ ଯେଉଁଦିନ ଆମ ଘରକୁ ନ ଆସନ୍ତି, ସେଦିନ ତାଙ୍କ କଥା କହି ଆମେ ଦିନ କଟାଉଥିଲୁ। ପଲ୍ଲୀର ପୁରୁଷମାନଙ୍କର ଗଦାଧରଙ୍କ ପ୍ରତି ଅନୁରକ୍ତି। କେବଳ ରମଣୀଗଣଙ୍କ ସହିତ ଏପରି ମିଳିତ ହୋଇ ଗଦାଧର କ୍ଷାନ୍ତ ହେଉନଥିଲେ, କିନ୍ତୁ ତାଙ୍କର ସର୍ବତୋମୁଖୀ ଉଦ୍ଭାବନୀ ଶକ୍ତି ଓ ସମସ୍ତଙ୍କ ସହିତ ପ୍ରେମପୂର୍ଣ୍ଣ ଆଚରଣ ତାଙ୍କୁ ଗ୍ରାମର ଅବାଳ ବୃଦ୍ଧବନିତା ସମସ୍ତଙ୍କ ସହିତ ମିଳିତ କରାଇଥିଲା। ପ୍ରତିଦିନ ସନ୍ଧ୍ୟା ସମୟରେ ଗ୍ରାମର ବୃଦ୍ଧ ଓ ଯୁବକବୃନ୍ଦ ଯେଉଁ ସବୁ ସ୍ଥାନରେ ମିଳିତ ହୋଇ ଭାଗବତ ଆଦି ପୁରାଣ ପାଠ ବା ସଙ୍ଗୀତ ସଂକୀର୍ତ୍ତନ ଆଦିରେ ଆନନ୍ଦ ଉପଭୋଗ କରୁଥିଲେ, ସେ ସମସ୍ତ ସ୍ଥାନରେ ହିଁ ତାଙ୍କର ଯାତାୟାତ ଥିଲା। ସେଠାରେ ସେଦିନ ଆନନ୍ଦର ବାଳକ ଏ ସମସ୍ତ ସ୍ଥାନରେ ଯେଉଁଦିନ ଉପସ୍ଥିତ ହେଉଥିଲା, ସେଠାରେ ସେଦିନ ଆନନ୍ଦର ବନ୍ୟା ପ୍ରବାହିତ ହେଉଥିଲା। କାରଣ ତାପରି ପାଠ ଓ ଧର୍ମତତ୍ତ୍ୱଗୁଡ଼ିକର ଭକ୍ତିପୂର୍ଣ୍ଣ ବ୍ୟାଖ୍ୟା ଆଉ କେହି କରିବାକୁ ସକ୍ଷମ ନଥିଲେ। ସଂକୀର୍ତ୍ତନ ସମୟରେ ତାପରି ଭାବୋନ୍ମତ୍ତ ନୂଆ ଭାବପୂର୍ଣ୍ଣ ପାଳି ଧରିବା ଶକ୍ତି ଓ ମଧୁର କଣ୍ଠ ଓ ରମଣୀୟ ନୃତ୍ୟ ଆଉ କାହାଠାରେ ନଥିଲା।
ଆହୁରି ମଧ୍ୟ ରଙ୍ଗ ପରିହାସ ଛଳରେ ତାପରି ଢଙ୍ଗ କରିବା, ନରନାରୀଙ୍କ ସମସ୍ତ ପ୍ରକାର ଆଚରଣ ଅନୁକରଣ କରିବା ଏବଂ ନୂଆ ନୂଆ ଗଳ୍ପ ଓ ଗାନ ଯଥାସ୍ଥଳରେ ଅପୂର୍ବ ଭାବରେ ଯୋଡ଼ି ଦେଇ ସମସ୍ତଙ୍କ ମନୋରଞ୍ଜନ କରିବାକୁ ଅନ୍ୟ କେହି ସମର୍ଥ ହେଉନଥିଲେ। ସୁତରାଂ ଯୁବକ ଓ ବୃଦ୍ଧମାନେ ସମସ୍ତେ ହିଁ ତାଙ୍କ ପ୍ରତି ବିଶେଷ ଅନୁରକ୍ତ ହୋଇଥିଲେ ଏବଂ ପ୍ରତିଦିନ ସନ୍ଧ୍ୟା ସମୟରେ ତାଙ୍କର ଆଗମନର ପ୍ରତୀକ୍ଷା କରୁଥିଲେ। ବାଳକ ମଧ୍ୟ ସେଥିପାଇଁ କେଉଁଦିନ ଗୋଟିଏ ସ୍ଥାନରେ, କେଉଁଦିନ ଅନ୍ୟ ସ୍ଥାନରେ ସେମାନଙ୍କ ସହିତ ସମୟ ଭାବରେ ମିଳିତ ହୋଇ ସେମାନଙ୍କର ଆନନ୍ଦ ପ୍ରଦାନ କରୁଥିଲା। ଆହୁରି ମଧ୍ୟ ଏହି ବୟସରେ ବାଳକ ପରିଣତ ବୟସ୍କଙ୍କ ସଦୃଶ ବୁଦ୍ଧି ଧାରଣ କରିଥିବାରୁ ସେମାନଙ୍କ ମଧ୍ୟରୁ ଅନେକ ନିଜ ନିଜ ସାଂସାରିକ ସମସ୍ୟାଗୁଡ଼ିକର ସମାଧାନ ନିମିତ୍ତ ତାଙ୍କର ପରାମର୍ଶ ଗ୍ରହଣ କରୁଥିଲେ। ଧାର୍ମିକ ବ୍ୟକ୍ତିଗଣ ତା'ର ପୂତ ସ୍ୱଭାବରେ ଆକୃଷ୍ଟ ହୋଇ ଏବଂ ଭଗବତ ନାମ କୀର୍ତ୍ତନରେ ତାଙ୍କର ଭାବ ସମାଧି ହେଉଥିବା ଦେଖି ତାଙ୍କର ପରାମର୍ଶ ଗ୍ରହଣ କରି ନିଜର ଗନ୍ତବ୍ୟ ପଥରେ ଅଗ୍ରସର ହେଉଥିଲେ। କେବଳ ଭଣ୍ଡ ଓ ଧୂର୍ତ୍ତମାନେ ତାଙ୍କୁ ପସନ୍ଦ କରୁନଥିଲେ, କାରଣ ଗଦାଧରଙ୍କ ତୀକ୍ଷ୍ଣ ବୁଦ୍ଧି ସେମାନଙ୍କ ଉପରର ମୋହନୀୟ ଆବରଣ ଭେଦ କରି ଗୋପନୀୟ ଉଦ୍ଦେଶ୍ୟଗୁଡ଼ିକ ଧରି ଦେଉଥିଲା ଏବଂ ସତ୍ୟନିଷ୍ଠ ସ୍ପଷ୍ଟବାଦୀ ବାଳକ ଅନେକ ସମୟରେ ଏସବୁ ସମସ୍ତଙ୍କ ଆଗରେ କହି ସେମାନଙ୍କୁ ଅପଦସ୍ଥ କରୁଥିଲେ। କେବଳ ସେତିକି ନୁହେଁ, ରଙ୍ଗପ୍ରିୟ ଗଦାଧର ଅନେକ ସମୟରେ ଅନ୍ୟମାନଙ୍କ ନିକଟରେ ସେମାନଙ୍କର କପଟ ଆଚରଣର ଅନୁକରଣ କରୁଥିଲେ। ଏଥିପାଇଁ ମନେ ମନେ କ୍ରୋଧିତ ହେଲେ ମଧ୍ୟ ସମସ୍ତଙ୍କର ପ୍ରିୟ ତଥା ନିର୍ଭୀକ ବାଳକର ସେମାନେ କିଛି କରିପାରୁନଥିଲେ। ଫଳରେ ଅନେକ ସମୟରେ ଶରଣାଗତ ହୋଇ ସେମାନଙ୍କୁ ଗଦାଧର ନିକଟରୁ